ପରିଚୟ ଟିକେ ଦେବେ ନା ଟିକେ ମୋ ନାଁ ଶ୍ରୀଯୁକ୍ତ ଲକ୍ଷ୍ମୀଧର ପଣ୍ଡା। ମାଙ୍କର ତ ମୋ ବୁଢାବାପା ପ୍ରଥମ କରୁଥିଲେ ଦୀର୍ଘ 75 ବର୍ଷ ହେଲାଣି। ବୁଢାବାପାଙ୍କ ପରେ ବାପା କଲେ, ବାପାଙ୍କ ପରେ ମୁଁ ଏବେ 2 ବର୍ଷ ହେଲା କରୁଛି ଆଉ। ସକାଳୁ ସକାଳୁ ସକାଳ ଆଳତି ହବ, ତାପରେ 10ଟା ବେଳକୁ 10ଟା ଦିନ ପୂଜା ହବ, ପୂଜା ହେଇକି ନୀତି ହବ, ନୀତି ହେଲା ପରେ ସନ୍ଧ୍ୟା ବେଳକୁ ସନ୍ଧ୍ୟା ଆଳତି, ସନ୍ଧ୍ୟା ବେଳେ ପରେ ବାଳଭୋଗ ହବ। ଇଏ ଯଜ୍ଞରେ ବର୍ତ୍ତମାନ 3 ଦିନ ଯଜ୍ଞ ସ୍ପେଶାଲ ଅଲଗା ପ୍ରୋଗ୍ରାମ, କିନ୍ତୁ ପ୍ରତ୍ୟେକ ଦିନ ଏଇ ଟାଇପର ପୂଜା ହୁଏ। ଯଜ୍ଞରେ ସକାଳୁ ଆମର ଗୋ ପୂଜା, ଭୂମି ପୂଜା ହଉଛି, ସୂର୍ଯ୍ୟ ପୂଜା ହଉଛି, ସୂର୍ଯ୍ୟ ପୂଜା ପରେ ଦେବାଦେବୀଙ୍କର ପୂଜା ପୂଜି ହେଇକି ହୋମଯଜ୍ଞ। ଜନଗହଳି ପ୍ରାୟ ପ୍ରତ୍ୟେକ ଦିନ 5,000, 10,000, 15,000 ଲୋକ ଏଇ ଟାଇପର ହଉଛନ୍ତି। ଯାତ୍ରା ବି ଅନୁଷ୍ଠିତ ହଉଛି, ଯାତ୍ରାରେ ବି ଲୋକ ହଉଛନ୍ତି। ଆପଣ କହିବାକୁ ଚାହିଁବି, ମା ଇଏ ହଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ଇଏ ଜନସମୁଦ୍ରଙ୍କର ପ୍ଲସ ବିଶ୍ୱବାସୀଙ୍କର ମଙ୍ଗଳ କରିବେ। ମୋ ନାଁ ରୋଜାଲିନ୍ ଦାସ, ଜଗପୁର ଏଇଠି। ମାଙ୍କ କତିକି ଆସୁନି ଏଗୁଡ଼ା କେତେ ଦିନ ଧରି ଚାଲିବ? କଣ ମାଙ୍କ ମହିମା? 3 ଦିନ ଧରି ଚାଲିଛି। ଆଉ କାଲି ଲାଷ୍ଟ ଆମର। ଆଉ ମାଙ୍କର ମହିମା କ'ଣ କହିବି, ଆମର ଏଠି ମାଙ୍କର 75 ଏଇଟା ଚାଲିଛି, 4 ଦିନ ଚାଲିବ। ମାଙ୍କର କଣ ଆଶୀର୍ବାଦ ଆପଣ ଲାଭ? ମୁଁ ତ ଏତେ ଜାଣିନି, ବାହାରେ ରହୁଥିଲି ତ। ଏଇଠି ମାଙ୍କର ଚାଲିଛି ତ 75 ଏଇଟା ତ 75 ହେଲା। ମୁଁ ପ୍ରସଞ୍ଜିତ ନାୟକ, ଶିକ୍ଷିତା ନିର୍ବାଚନ ମଣ୍ଡଳୀ ଜଖପୁରା ଗାଁର। ଦେଖନ୍ତୁ, ହିଙ୍ଗୁଳା ମହୋତ୍ସବ ଏ ଆଖପାଖରେ ଜଖପୁରା ଗାଁର ବହୁତ ଫେମସ୍, ପ୍ରସିଦ୍ଧ। ମାଙ୍କର ଅକୋଣ କରିମା ଅଛି। ଜଖପୁରା ହିଙ୍ଗୁଳା କହିଲେ ସାରା ଜୋନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଗାଁ, ଯୋଉଠିକି A କ୍ଲାସ ପାର୍ଟି ମାନେ ଯାତ୍ରା କରିବାକୁ ଆସନ୍ତି, ଆଉ ସେ ଫ୍ରି ସେଲ୍ ହୁଏ। ଆଉ କାଲି ମାଙ୍କର ପ୍ରଥମ ରାତି ଯାତ୍ରା ଥିଲା। ମାଙ୍କର ଯଜ୍ଞ ଏବେ ନୁହେଁ, ଏ ବର୍ଷ ଜଖପୁରାରେ 75ତମ ବର୍ଷ ଉପଲକ୍ଷେ 15,000 ଶ୍ରଦ୍ଧାଳୁଙ୍କ ପାଇଁ ଜଖପୁରା ଗ୍ରାମ ଆମ ଯୋଉ କମିଟି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରିଥିଲେ। ଯୋଉଦିନ କଳସ ବୁଡ଼ିଲା ସେଦିନ ବି 5,000 ଲୋକଙ୍କ ପାଇଁ ଆମର ଖେଚୁଡ଼ି ପ୍ରସାଦ, ସବୁଦିନ କିଛି ନା କିଛି ପ୍ରସାଦ ସେବନ କରିବାର ଆରେଞ୍ଜମେଣ୍ଟ କମିଟି କରିଛନ୍ତି। ଲୋକ ତ ଅସଂଖ୍ୟ ଲୋକ, ଆପଣ ସନ୍ଧ୍ୟାବେଳେ ଆସିଲେ ମେଳା ବୁଲିବାକୁ ବାଟ ପାଇବେନି। ଯେହେତୁ ଫ୍ରି ସେଲ୍ ଯାତ୍ରା, ସମସ୍ତଙ୍କର ଆଶା ଥାଏ ବଡ଼ ବଡ଼ ଅନୁଷ୍ଠାନ ଆସିଲେ ଝିଅ ବୋଉ ଗାଁ ଲୋକମାନେ, ଆପଣ ଦେଖିଥିବେ ଆମର ଗୋଟେ ଟ୍ରେଣ୍ଡ ଅଛି, ଧନୀ ହଉ ଗରିବ ହଉ ଯାତ୍ରାରୁ 20-30 ଫୁଟ ଛାଡ଼ିକି ଖତ ପଡ଼ିବ। ଇଏ ପୁରୁଣା ପରମ୍ପରା ଆମର, ଇଏ ଆମର ଗର୍ବ ଆଉ ଗୌରବ ଆମ ଗାଁ ପାଇଁ। ଖଟରେ ବସି ସେଠି ଜଣେ ଗରିବ ଘରର ମା ଭଉଣୀ, ଜଣେ ଧନୀ ଘରର ମା ଭଉଣୀ ସମସ୍ତେ ଏକାଠି ବସି ଯାତ୍ରାକୁ ଉପଭୋଗ କରନ୍ତି, ଭାଇଚାରାକୁ ବଢ଼ାନ୍ତି। ଆଖପାଖ ଗାଁ ଭାଇମାନେ ସବୁ ଆସନ୍ତି, ଏଠି ଗୋଟେ ମିଳନ ହୁଏ। ଇଏ ଆମ ଗାଁ ପାଇଁ ଗୋଟେ ଗର୍ବ ଆଉ ଗୌରବ। ଆଉ ମୁଁ ଗର୍ବ ଅନୁଭବ କରେ ଆମ ମା ହିଙ୍ଗୁଳାଙ୍କ ପାଇଁ, ଆଉ ମୁଁ ବି ନିଜେ ଗର୍ବିତ ମୋ ଗାଁ ପାଇଁ, ଜଖପୁରା ପାଇଁ। ଯାଜ୍ଞସେନ କେ କରିବ ବୋଲି ଯାତ୍ରା? ଦେଖନ୍ତୁ, ଯାଜ୍ଞସେନ ଏଠି 4 ରାତି କରିବ, ଆଜି 3ୟ ରାତି। କଣ ରହିଛି ବହି? ବହି ଆଜି ବୋଧେ କଣ ଥିବ ଏକ୍ଜାକ୍ଟ ମୁଁ ଜାଣିନି। ଦେଖ ଆଗକୁ କଣ ହଉଛି। ଆଜି ତାର 3ୟ ନାଇଟ୍ ନାଟକ, ଲାଷ୍ଟ ନାଇଟ୍ ଅଛି ଗାନ୍ଧୀ କଣ ଭୁଲ ହେଇଗଲା କି। ଆଉ ଦର୍ଶକ ମାନଙ୍କୁ କଣ କହିବେ? ଦର୍ଶକ ମାନଙ୍କୁ ଏତିକି କହିବି, ଆପଣ ମାନଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ, ଆପଣ ମାନେ ଆସନ୍ତୁ, ଫ୍ରି ସେଲ୍ ଯାତ୍ରା ଉପଭୋଗ କରନ୍ତୁ, ଆସନ୍ତୁ ଯାତ୍ରା ଦେଖନ୍ତୁ, ମେଳା ବୁଲନ୍ତୁ, ମାଙ୍କ ଦର୍ଶନ କରନ୍ତୁ। ଆପଣ ମାନଙ୍କ ସ୍ନେହ ସଦା ଭଲ ପାଇବା ଜଖପୁରା ପ୍ରତି ଥାଉ। ଜୟ ମା ହିଙ୍ଗୁଳା।